ଚନ୍ଦ୍ରଗ୍ରହଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ। ପାକତ୍ୟାଗ ପୂର୍ବରୁ ଦେବନୀତି ସମ୍ପନ୍ନ। ମଧ୍ୟାହ୍ନ 1ଟାରୁ ବାବାଙ୍କ ଦର୍ଶନ ବନ୍ଦ ରହିବ। ଆସନ୍ତା ରବିବାର ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡ଼ାନ୍ତ ହୋଇଛି ନୀତିକାନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ସ୍ଥିର ହୋଇଥିବା ନୀତି ନିର୍ଣ୍ଣୟ ଅନୁଯାୟୀ ଚନ୍ଦ୍ରଗ୍ରହଣ ଦିନ ଷୋହଳ ନୀତିକାନ୍ତି କରାଯାଇ ପାକତ୍ୟାଗ ପୂର୍ବରୁ ଅର୍ଥାତ୍ 12:30 ସୁଦ୍ଧା ସମସ୍ତ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ କରାଯାଇ ମଧ୍ୟାହ୍ନ 1ରେ ବାବାଙ୍କର ପହୁଡ଼ କରାଯିବ। ଏହି ସମୟଠାରୁ ଅର୍ଥାତ୍ ମଧ୍ୟାହ୍ନ 1ଟାଠାରୁ ବାବାଙ୍କ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଗ୍ରହଣ ସର୍ବମୁଖ୍ୟ ପରେ ଅର୍ଥାତ୍ ରାତି 2ଟା ପରେ ମନ୍ଦିର ମାର୍ଜନା କରାଯାଇ ବାବାଙ୍କୁ ମହାସ୍ନାନ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସାହାଣ ମେଳା କରାଯିବ। ସ୍ଥିର ହୋଇଥିବା ନୀତି ନିର୍ଣ୍ଣୟ ଅନୁଯାୟୀ ରବିବାର ଭୋର 4ଟାରେ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆରତୀ, ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗ କରାଯିବ। ସକାଳ 8ଟାରେ ପହଡ଼ଖିଆ ଅର୍ଣ୍ଣ ନୀତି, 9ଟାରେ ବଡ଼ନୀତି ଭୋଗ, 10ଟାରେ ଅବକାଶ ନୀତି, 10:30ରେ ବଡ଼ସିଂହାର ବେଶ, 11ଟାରେ ସନ୍ଧ୍ୟା ପୂଜା, 12:30ରେ ବାଟୁଳା ନୀତି ସମ୍ପନ୍ନ ରହିବ। ବ୍ୟୁରୋ ରିପୋର୍ଟ LN TV। ନୂଆ ଖବର ଜାଣିବା ପାଇଁ ଆମ LN TVକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ।